କେନ୍ଦୁଝର ଜିଲ୍ଲା ଚମ୍ପୁଆ ସରେଇ ୟୁଥ୍ କ୍ଲବ ତରଫରୁ ସରେଇ ପ୍ରିମିୟର ଲିଗ୍ ଟେରାଣ୍ଡି ଓ କାଳିକା ପ୍ରସାଦ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଟସ୍ ଜିଣି ଟେରାଣ୍ଡି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 12 ଓଭରରେ 8 ୱିକେଟ୍ ହରାଇ 142 ରନ୍ କରିଥିଲା। ଜବାବରେ କାଳିକା ପ୍ରସାଦ 12 ଓଭରରେ 9 ୱିକେଟ୍ ହରାଇ 104 ରନ୍ କରିପାରିଥିଲେ। ଟେରାଣ୍ଡି ବିଜୟ ଘୋଷିତ ହୋଇ ଚଳିତ ବର୍ଷର ଚମ୍ପିଆନ ହୋଇଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ଉଦ୍ଯାପନୀ ସଭାରେ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଅଗନୁ ଚରଣ ମହାନ୍ତ ମୁଖ୍ୟ ଅତିଥି, ଉପସଭାପତି ସିଦ୍ଧାର୍ଥ ସିଂହ, ସମାଜସେବୀ ବିଧୁଭୂଷଣ ପତି, ପୂର୍ବତନ ବିଓ ବୈକୁଣ୍ଠ ଚରଣ ନାୟକ, ଅଧ୍ୟାପକ ପ୍ରଶାନ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟୀ ଦଳକୁ 10,000 ଟଙ୍କା ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍, ବେଷ୍ଟ ବ୍ୟାଟ୍ସମ୍ୟାନ୍, ରନର୍ସ ଅପ୍ ଦଳଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦୁଝରରୁ ହେମନ୍ତ କାରୁଆଙ୍କ ରିପୋର୍ଟ, ଅଷ୍ଟକଳା ନ୍ୟୁଜ୍।